ଆଜି 12 ଜିଲ୍ଲାରେ ପ୍ରବଳ ବର୍ଷା। 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, କଳାହାଣ୍ଡି, ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଅପରପକ୍ଷେ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ମୁଣ୍ଡଳି ଅତିକ୍ରମ କରିଛି। ମହାନଦୀରେ ମୁଣ୍ଡଳିରେ ଜଳସ୍ତର ଶୀର୍ଷ ଛୁଇଁଥିବା ବେଳେ ବରମୂଳ ଏବଂ ଖଇରମାଳରେ ଜଳସ୍ତର ହ୍ରାସ ପାଇଛି। ଜଳସମ୍ପଦ ବିଭାଗର ତଥ୍ୟ ଅନୁଯାୟୀ ସନ୍ଧ୍ୟା 6ଟାରେ ମୁଣ୍ଡଳିରେ ପ୍ରତି ସେକେଣ୍ଡରେ 2,32,384 କ୍ୟୁସେକ୍ ଜଳ ପ୍ରବାହ କରୁଛି। ମଧ୍ୟାହ୍ନ 12ଟାରୁ ଏହି ପରିମାଣ ଜଳସ୍ତର ପ୍ରବାହ କରୁଥିବା ଜଣାପଡ଼ିଛି। ସେହିପରି ବରମୂଳରେ ପ୍ରତି ସେକେଣ୍ଡରେ 1.20 ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କରୁଥିବା ବେଳେ ଖଇରମାଳରେ ପ୍ରତି ସେକେଣ୍ଡରେ 1 ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ବରମୂଳ ଏବଂ ଖଇରମାଳରେ ଜଳସ୍ତର ହ୍ରାସ ପାଉଥିବା ଜଣାପଡ଼ୁଛି। ହୀରାକୁଦ ଜଳଭଣ୍ଡାରରୁ ମାତ୍ର 2ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଚାଲିଛି। ଉପରମୁଣ୍ଡରେ ବର୍ଷା କମିବା ସହ ଜଳଭଣ୍ଡାରକୁ ଆସୁଥିବା ଜଳ ପ୍ରବାହ ମଧ୍ୟ ହ୍ରାସ ପାଉଛି। ଫଳରେ ଜଳସ୍ତର ଧୀରେ ଧୀରେ କମୁଥିବା ସୂଚନା ମିଳିଛି।